ଚାଲନ୍ତୁ ସାଙ୍ଗମାନେ ଆଜି ଆମେ ପ୍ରସ୍ତୁତ କରିବା ବ୍ରେକଫାଷ୍ଟ ରେସିପି ମେଥି ପରାଟା। ସେଥିପାଇଁ ମେଥି ଶାଗକୁ ଭଲ ଭାବରେ ଧୋଇକି ମୁଁ ବାଛି ଦେଇଛି। ଏପଟେ ଗୋଟେ ବାଉଲରେ ଅଟା ନେଇଛି, ସବୁ ଗୁଣ୍ଡ ମସଲା ଏଡ୍ କରିଦେଇଛି। ତାପରେ ସେଥିରେ କିଛି ରାଶି ଦେଇଦେଇଛି, ଅଦାକୁ କଦୁକସ କରିଦେଇଛି, ଲୁଣ ଟେଷ୍ଟ ହିସାବରେ ଦେଇକି ଭଲ ଭାବରେ ଏହାକୁ ମିକ୍ସ କରିଦେଇଛି। ତାପରେ ଆମେ କାଟିକି ଛୋଟ ଛୋଟ କରିକି ରଖିଥିବା ମେଥି ଶାଗକୁ ଏଥିରେ ଏଡ୍ କରିଦେବା, କରିକି ହାତରେ ଭଲ ଭାବରେ ଏହାକୁ ମିକ୍ସ କରିଦେବା। ଏପର୍ଯ୍ୟନ୍ତ ଆମେ ପାଣି ଦେଇନେ, ତାପରେ ଆମେ ଏଥିରେ ପାଣି ଦେଇକି ଭଲ ଭାବରେ ଗୋଟେ ଡୋ ପ୍ରସ୍ତୁତି କରିବା, ଯେମିତିକି ଆମେ ରୁଟି ପରଟା ପାଇଁ ଡୋ ପ୍ରସ୍ତୁତି କରୁଛେ। ତ ଏଭଳି ଭାବରେ ଆମେ ପ୍ରସ୍ତୁତି କରିକି 15 ମିନିଟ୍ ପର୍ଯ୍ୟନ୍ତ ଘୋଡ଼େଇକି ରଖିଦେବା। ତାପରେ ଏହାକୁ ଖୋଲିକି ପ୍ଲେଟ୍ ଆମେ ସବୁ ଗୋଲ ପ୍ରସ୍ତୁତି କରିବା। ଗୋଟେ ଗୋଟେ ବଲ୍କୁ ନେଇକି ଆମେ ରୁଟି କଲା ଭଳିଆ କରିଦେବା, ମଝିରେ ଏମିତି ଅଏଲ୍ ଦେଇକି, ଦେଖନ୍ତୁ ମୁଁ ଯେମିତି କରୁଛି ସେମିତି କରିକି ଆମେ ପୁଣି ଆଉ ଥରେ ଗୋଲ କରିଦେବା, କରିକି ଆମେ ବେଲିବା। ଏମିତି କରିବା ଦ୍ୱାରା ନା ଆମର ପରଟାଟି ବହୁତ ବଢ଼ିଆ ସଫ୍ଟ ହେବ। ତ ଆମେ ତାୱା ବସାଇଦେବା, ଗ୍ୟାସ୍ ଅନ୍ କରିକି ଗୋଟେ ସାଇଡ଼୍ ହେଲା ପରେ ଆର ସାଇଡ଼୍କୁ ଓଲଟେଇ ଦେଇକି ଆମେ ତେଲ ଦେଇକି ଭଲ ଭାବରେ ପ୍ରସ୍ତୁତି କରିଦେବା। ଆମର ପ୍ରସ୍ତୁତି ହେଇଗଲା ମେଥି ପରାଟା।